ତମେ ଆଣିକି ରାଜରାସ୍ତାରେ ଠିଆ କରିଦବ, ଦରମା ଦବନି, 7 ମାସ ଲାଗି ଦରମା ପାଇନି, କିଏ କହୁଛନ୍ତି 45 ବର୍ଷ ଛଟେଇ ହେଇଯିବ। ଏଗୁଡ଼ା କେମିତି ଗୋଟେ ଅନ୍ୟାୟ କଥା। 45 ବର୍ଷ ଛଟେଇ କୋଉ ଦୁନିଆରେ ଅଛନ୍ତି? 45 ବର୍ଷର ଆପଏଣ୍ଟମେଣ୍ଟ ଛଟେଇ ହେବେ। ସେଥିପାଇଁ ଗୋଟେ ଭୁଲ ହେଇଥିଲା ମତେ ଲାଗୁଛି କୋଉଠି ନା କୋଉଠି। ସେକ୍ରେଟାରୀ ସହିତ ଏବେ ଜଷ୍ଟ ଆମର କଥା ହେଲା, ଯେହେତୁ ସେ ବାହାରକୁ ଯାଉଛନ୍ତି, ସୋମବାର ଦିନ ସେ ମିଟିଂ ଫିକ୍ସ କରିଛନ୍ତି। ଆଶା କରୁଛୁ ଯେ ସୋମବାର ସୁଦ୍ଧା ସରକାର ଆପଣ ନିଷ୍ପତ୍ତି ନେଇକି ଆଙ୍କୁ ଉଠେଇବେ, ନହେଲେ ଆନ୍ଦୋଳନ ଭୟାବହ। ଆମେ ନିଷ୍ପତ୍ତି କରୁଛୁ, ଏମାନେ ଓଡ଼ିଶା ପିଲା କାଳିଆ ଗୋଡରେ ଚଢିବେ, ମଧୁବାବୁ ସହିତ ଲଢିବା ପାଇଁ ନିଷ୍ପତ୍ତି ନେଇକି ପିଲାମାନେ ପାଠ ପଢୁଥିଲେ, ବାପା ମା ମାନେ ପାଠ ପଢିଥିଲେ। ଆମେ ବର୍ତ୍ତମାନ ଲଢୁଛୁ ଏଇ ଯୋଉ ଚୋର ଖଣ୍ଟଙ୍କ ସହିତ ଲଢୁଛୁ, ଯୋଉମାନେ ଆସୁଛନ୍ତି ବିଧାନସଭାରେ ପଶୁଛନ୍ତି ଚୋର ଖଣ୍ଟ, ହାଇୱେ ଲୁଟେରା ସବୁ 80% ବିଧାୟକ ଚୋର ଖଣ୍ଟ, ହାଇୱେ ଲୁଟେରା। ଆପଣଙ୍କର ଜାଣିନାହାନ୍ତି, ତାଙ୍କ ବାୟୋଡାଟା ମତେ ଲାଗୁଛନ୍ତି ଅଧାକର ଚୋରି ପଇସା। ତେଣୁ ସେଇମାନଙ୍କ ସହିତ ଲଢୁଛନ୍ତି କ୍ୱାଲିଫାଇଡ ପିଲା। ଆମେ ନିଷ୍ପତ୍ତି କରୁଛୁ ଗଣ୍ଡବାବୁଙ୍କ ଘରେ ପଶିବୁ କୋଉଦିନ, ଯଦି ସୋମବାର ନହେଲା ମଙ୍ଗଳବାର ପୁରା ନେଇକି ଭିତରେ ପଶିବୁ, ସେଇଠି ଆମର ଅନଶନ କରିବୁ, ତାପରେ ଥାନାରେ କରିବୁ, ଜେଲରେ କରିବୁ। ମିଡିଆ ବନ୍ଧୁ ମାନଙ୍କୁ ଧନ୍ୟବାଦ ଦେବି, ଯାହା ହଉ ଆପଣ ମାନେ ଡାକିଲେ, ତତ୍କ୍ଷଣାତ୍ ଆପଣ ଓସେପା ଅଫିସ ଭିତରେ ଆସି ପହଞ୍ଚିଲେ। ଆମ ସହିତ ଅଭିଭାବକ ସଂଘର ସଭାପତି, ରାଜ୍ୟ ସଭାପତି ବାସୁଦେବ ଭଟ୍ଟ ମହୋଦୟ ଥିଲେ ଏବଂ ଆମକୁ ଏଇ ଧାରଣାକୁ ସମର୍ଥନ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତି ଆପଣଙ୍କ ଆଗରେ ଦେଇଛନ୍ତି। ଏଇ ଯୋଉ ସମସ୍ୟା 10 ବର୍ଷର ସମସ୍ୟା ଆଜିର ସମସ୍ୟା ନୁହଁ। 45 ବର୍ଷରେ ବିଟିର ଛଟେଇ ବା ଚାକିରି ଅବଧି ସରିଯିବା, ଏହା ଏକ ଦୁଃଖଦ ବିଷୟ। ଓସେପା ଯୋଉ ଭୁଲ କରିଛି ଆଜି ସେ ବିଷୟରେ ସମ୍ପୂର୍ଣ୍ଣ ଆଲୋଚନା ହେଲା। ସେକ୍ରେଟାରୀ ମହାଶୟଙ୍କ ସହିତ ଆସନ୍ତା ସୋମବାର ଦିନ ବିସ୍ତୃତ ଭାବେ ଆଲୋଚନା ହବ ଏବଂ ମନ୍ତ୍ରୀଙ୍କୁ ମଧ୍ୟ ଆମେ ଦେଖା କରିସାରିଛୁ ଏ ବାବଦରେ। ଆସନ୍ତା କାଲି ମଧ୍ୟ ଆମର ଏକ ଟିମ୍ ଯାଇ ଆଡିସନାଲ ସେକ୍ରେଟାରୀଙ୍କୁ ଏ ବାବଦରେ ଆଲୋଚନା କରି ଯାହା ଯାହା ଫାଇଲ କାଗଜପତ୍ର ଆମକୁ ସେମାନେ ନିର୍ଦ୍ଦେଶ ଦେଲେ ତାକୁ ନେଇକି ଆମେ ବିସ୍ତୃତ ଭାବରେ ଆଲୋଚନା କରିବୁ। ତେଣୁ ଆମେ ବର୍ତ୍ତମାନ ଷ୍ଟ୍ରାଇକ୍ କଣ୍ଟିନ୍ୟୁ କରିବୁ। ଧାରଣାସ୍ଥଳରେ ଆମ ଷ୍ଟ୍ରାଇକ୍ ଚାଲିବ। ସୋମବାର ଦିନ ଆମେ ସେକ୍ରେଟାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ସହିତ ମାନନୀୟ ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ କରିବୁ ଏବଂ ଯାହା ଆମର ଅଭିଭାବକ ସଂଘର ରାଜ୍ୟ ସଭାପତି କହିକି ଗଲେ ଆମକୁ ସେ ସମର୍ଥନ ଦେବେ। ଯଦି ଆବଶ୍ୟକ, ମୁଁ ଭାବୁଛି ତା ପୂର୍ବରୁ ସମାଧାନ ହେଇଯିବ। ଯଦି ସମାଧାନ ନ ହୁଏ ତାହେଲେ ନିଶ୍ଚିତ ଆମେ ମାନ୍ୟବର ମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବୁ।